ତାଙ୍କର ପାଣି ଗ୍ରହଣ କରି। ଠିକ୍ ଅଛି, ଆପଣ ମୋ ଅତିଥି ହେ ପ୍ରଭୁ ନାରାୟଣ। ଦୁଇ ବ୍ରହ୍ମଚାରୀ ଆସି ମୋ କନ୍ୟାକୁ ପାଣି ଗ୍ରହଣ କରିବେ ବୋଲି କହୁଛନ୍ତି ପ୍ରଭୁ, ଆପଣ ହିଁ ରକ୍ଷା କରନ୍ତୁ ପ୍ରଭୁ। ହଉ ମହର୍ଷି, ଆପଣ ଏଇଠାରେ ବିଶ୍ରାମ କରନ୍ତୁ, ମୁଁ ମୋ କନ୍ୟାକୁ ଅନ୍ତଃପୁର ନେଇ ଆସୁଛି। जदि आपण मो पूजा अर्चना संतुष्ट होइछंती तेबे मो पाखकु एही निकट आविर्भाव हुंतु प्रभु।
ମୁଁ ହରଣ କରିନେଇଛି। କିପରି ଭାବରେ ମୁଁ ସେ ଦୋୟମୁନିଙ୍କୁ ସର୍ବନ୍ତ ଦୁଃଖାନ୍ତ କହିବି। ଆଜି ହେ ପ୍ରଭୁ ମତେ ରକ୍ଷା କର, ପ୍ରଭୁ ମତେ ରକ୍ଷା କର। মন্ত্রমুনি পাছে গলা হরিণেলা বলিল কহিলা हे मुनि श्रेष्ठ मो कन्या को आज प्रभु हरि स्वयं हरि नहीं जाइछन्ति। मुनि श्रेष्ठ परम ब्रह्म विष्णु मो कन्या को हरि नहीं जाइछन्ति। রাজন আমার নিকটের কথা নেই গলা নিজের কন্যাকে আম হস্ତରେ আনি অর্পণ করাব। ହେଲେ ଆମକୁ ଛଳନା କରି ନିଜର କନ୍ୟାକୁ ସ୍ୱୟଂ ପୁଣ୍ଡରୀକାକ୍ଷ ଅର୍ପଣ କରିଦେଇଛ। ଜାଣଛ ରାଜନ
से आसुरिक माया को संदर्शित कराई जेतेबेले सीता को भक्षण करबा पई चाहिला तुमे तार नासिका एवं श्रवण को छेदन करिथिल मोर मन कहूची तार प्रतिशोध नेबा पई से हुए तो मोर सीता को प्राण रे निहत करी ताको भक्षण करिछि लक्ष्मण आयते कहि रघुनाथ खंडे दूर जाते पथोए अनति दूर रे एक रथर भग्नावशेष भूमि रे पतित अछि ए रथर भग्नावशेष को देखि साइबा परे मोर मन कहूची कोन से एक वीर बलपूर्वक मोर सीता को हरण करि नै चली जिबा समय रे अन्य एक वीरपुंगवासी ताठर मोर सीता को युद्ध रे परास्त करि नै चली जाइछि लक्ष्मण चलो एही पथ को अनुसरण पूर्वक आमे आगो को गले सीतांकर संधान होय तो मिल पारिबो एवंत करिबी तारो करिबी तारो पथिया तेरो भूमिलो मोर धर्म पिता जटायु शंकर कंठ स्वर चल लक्ष्मण
ଯଥାଶୀଘ୍ର ଧର୍ମ ପିତାଙ୍କ ନିକଟକୁ ଯିବା। ଆଏ ମୁଖରୁ ରୁଧିର ଜାତ ନିଶ୍ୱାସ ବହୁଛି ବାଟ ପଞ୍ଚବଟୀ ଅରଣ୍ୟରେ ପହଞ୍ଚିବା ପରେ ସେଦିନ ଆପଣ ମତେ କଥା ଦେଇଥିଲେ ଏ ପଞ୍ଚବଟୀ ଅରଣ୍ୟରେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ତୁମେ ମତେ ସହାୟ ହେବ। କୁହନ୍ତୁ ଧର୍ମପିତା, ଆପଣଙ୍କୁ ଏତେ ବଡ଼ ଦଣ୍ଡ କିଏ ଦେଲା ଧର୍ମପିତା? ରାମ ଧର୍ମପିତା ଅଦୂରରେ ଶୁଣିବାକୁ ପାଇଲି ମୁଁ ରାମ ନାମର ଧ୍ୱନିକୁ। ଆଉ ଯେତେବେଳେ ପର୍ବତ ଶିଖରେ ଉଠି ଚାହିଁ ଦେଖେ ରାବଣର ରଥରେ ମୋ ମା ସୀତା ବିରାଜମାନ କରିଛି, ମୋ ମନରେ ଅନେକ ସନ୍ଦେହ ଜନ୍ମ ନେଲା। ବାପା ଚାଲି ଦଶଦିନ ମାଙ୍କୁ ନେଇ ଚାଲି ଯାଉଛି ସ୍ୱର୍ଣ୍ଣମୟ ଲଙ୍କାପୁରକୁ। ରାମ ଅନେକ ଯୁଦ୍ଧ କଲି ମୁଁ ସେ ରାକ୍ଷସର ସହିତ, ମୁଁ ଦେଇଥିବା କଥା ଆଜି ରଖିପାରିଲିନି। ତାର ଶକ୍ତ ଅସ୍ତ୍ରର ପ୍ରହାରରେ ମୋର ପକ୍ଷାଘାତ କରି ମାଙ୍କୁ ନେଇ ଚାଲିଗଲା ସ୍ୱର୍ଣ୍ଣମୟ ଲଙ୍କାପୁର। ବାବା ରାମ, ମୋ ମାଙ୍କର ଆଶୀର୍ବାଦ ଥିଲା ଯେ ପର୍ଯ୍ୟନ୍ତ ତୁମେ ପ୍ରଭୁଙ୍କୁ ନ ଦେଖିଛ, ପ୍ରଭୁଙ୍କୁ ମୋର ହରଣର ବାର୍ତ୍ତା ନ ଜଣେଇଛ, ଯେ ପର୍ଯ୍ୟନ୍ତ ତୁମ ପିଣ୍ଡରେ ପ୍ରାଣ ରହିବ। ବାବା ଏବେ ତ ମୁଁ ଦେଇଦେଇଛି ସୀତାହରଣର ବାର୍ତ୍ତା, ତୁ ଶାନ୍ତିରେ ମୁଁ ଟିକେ ମରିପାରିବି ନା? ରାମ ଧର୍ମପିତା, ଯେଉଁ ତ୍ରିପୁର ବିଜୟୀ ଦଶାନନ ପଞ୍ଚବଟୀ ଅରଣ୍ୟରୁ ସୀତାଙ୍କୁ ହରଣ କରି ନେଇ ଚାଲିଯାଇ ଆପଣଙ୍କୁ ଏତେ ବଡ଼ ଶାସ୍ତି ଦେଇଛି, ମୁଁ ପୁତ୍ର ହିସାବରେ ତାର ପ୍ରତିଶୋଧ ନିଶ୍ଚିତ ନେବି ଧର୍ମପିତା। ଏତେ କହିବ ଫିରାର ଦେହରୁ ଧାରିଲା ଧର୍ମପିତା, ଆପଣ ମୋ ପାଇଁ ଏତେ ବଡ଼ ଉତ୍ସର୍ଗ କରିଛନ୍ତି, ଏ ସମୟରେ ମତେ କିଛି ମାଗିବେ? ମୁଁ ଯାହା ମାଗିବି ତୁମେ ତାହା ଦେଇପାରିବ? ନିଶ୍ଚିତ ଧର୍ମପିତା, ମୁଁ ହେଉଛି ସତ୍ୟ ସନ୍ଧ ବଂଶର ଦାୟଦ। ମୁଁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି, ଆପଣ ଯାହା ମାଗିବେ ମୁଁ ତାହା ନିଶ୍ଚିତ ପ୍ରଦାନ କରିବି। ପ୍ରଥମ କଥାଟି ହେଉଛି ଯେଉଁ ବାବା ଚାରି ଦଶାନନ ମାଙ୍କୁ ହରଣ କରି ସ୍ୱର୍ଣ୍ଣମୟ ଲଙ୍କାପୁରକୁ ନେଇ ଚାଲି ଯାଇଛି ଏବଂ ସୂର୍ଯ୍ୟ ବଂଶରେ କଳଙ୍କକୁ ଲଗାଇ
ଭକ୍ତର ଭଗବାନ ଭକ୍ତ ଭଗବାନର ସମ୍ପର୍କ। ତେଣୁ ଶେଷ ସମୟରେ ମାଗୁଛି ମତେ ମୁକ୍ତି ଦବ। ପିତା ମୁଁ ଆପଣଙ୍କ ସମ୍ମୁଖରେ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି ଯେଉଁ ପାପାଚାରୀ ରାବଣ ସୀତାଙ୍କୁ ହରଣ କରି ନେଇ ଆପଣଙ୍କୁ ଏତେ କଷ୍ଟ ଦେଇଛି ସପ୍ତ ସିନ୍ଧୁରେ ସେତୁ ପ୍ରତିଷ୍ଠା କରି ରାବଣର ପୁତ୍ର ନାତି ସବଂଶକୁ ପ୍ରାଣରେ ବିନାଶ କରି ତାର ବକ୍ଷକୁ ବିଦାରଣ କରି ମୋ ପିତୃହନ୍ତାର ପ୍ରତିଶୋଧ ନେଇ ସୀତାଙ୍କୁ ଉଦ୍ଧାର କରିବି। ଆଉ ଦ୍ୱିତୀୟଟି ଧର୍ମ ପିତା ଆପଣ ମତେ ମାଗିଲେ ମୁକ୍ତି। ଏ ମୁକ୍ତି ଦେବା ପାଇଁ ଏ ସଂସାରରେ ମୁଁ କାହାକୁ ମୁକ୍ତି ଦିଏ ନା। ଏ ସଂସାରରେ ସମସ୍ତଙ୍କୁ ମୁକ୍ତି ଦିଏ ସେମାନଙ୍କର କର୍ମ। ଆଉ ଆଜି ଆପଣ ଯେଉଁ କର୍ମ କରିଛନ୍ତି ଆପଣ ତ ମୁକ୍ତି ପାଇ ସାରିଛନ୍ତି। ପରର ଉପକାର ପାଇଁ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି। ଏଥିରେ ତ ମୁକ୍ତି ଅବଶ୍ୟ ମୁଁ ଭାବି ମୁଁ ଆପଣଙ୍କୁ ମୁକ୍ତି ଦେବା ପାଇଁ କିଏ ଧର୍ମ ପିତା? ରାମ ମୁଁ ଏହି କଷ୍ଟ ସହ୍ୟ କରିପାରୁନି। କେତେ କହିବ କିରାର ଦେହରୁ ଛାଡ଼ିଲା ଆପଣ ହେଉଛନ୍ତି ମୋର ପିତାଙ୍କର ମୈତ୍ର। ତେଣୁ ମୁଁ ଆପଣଙ୍କର ପୁତ୍ରବତ୍। ଆପଣଙ୍କର ଏ ବିପଦ ସମୟରେ ଆପଣଙ୍କର ଅନ୍त्यେଷ୍ଟି କ୍ରିୟା ତ ସମାପନ କରିବି ନିଶ୍ଚିତ। ଆପଣଙ୍କୁ କଥା ମଧ୍ୟ ଦେଇ ସାରିଛି ଆପଣଙ୍କୁ ଯେଉଁ ରାବଣ ଏତେ ବଡ଼ ଶାସ୍ତି ଦେଇଛି ଏତେ ବଡ଼ ଦଣ୍ଡ ଦେଇଛି ସେ ରାବଣକୁ ପ୍ରାଣରେ ବିନାଶ କରି ଲଙ୍କାପୁରକୁ ଧ୍ୱଂସ ସ୍ତୂପରେ ପରିଣତ କରିବି। ଏହା ମଧ୍ୟ ମୋର ସତ୍ୟ ସତ୍ୟ ତ୍ରିବାର ସତ୍ୟ। ରାମ ଏତେ ଦୈତାରନ୍ତେ ପଚାରନ୍ତେ ଜଟାୟୁଧ ଶୂନ୍ୟ ପଠେ ଦିବ୍ୟ ରୂପ ଧରି କରି ବାହାରତେ ସ୍ୱର୍ଗ ହେଲେ ଯିବା ପୂର୍ବରୁ
ए रामर आपणको एक विनीत अनुरोध आपण जेतेबेले स्वर्गपुर रे पहुँचबे सेठारे आपणकर मैत्र अर्थात मोर पिता दशरथ पूर्वर बास करिसंती आपण जाई जेतेबेले सेठी पहुँचबे सीतार हरण बारता समस्त देवता मानक सम्मुखरे मो पितांक सम्मुखरे परिप्रकाश करिवे नाही कारण मोर पिता सेठारे लज्जित हेबे परवर्ती पर्याय जेतेबेले रावण को प्राण रे विनाश करी सीता को असुरपुरी उद्धार करिबी रावण मध्य सेई स्वर्गपुर को यात्रा करिवो समस्त देवता मानक सम्मुखरे एवं मोर पितांक सम्मुखरे जेतेबेले मस्तक को अवनत करी ए समस्त वृत्तांत कहिबो से पर्यंत मोर आपण को एतिकी अनुरोध पितांक सम्मुखरे सीतार हरण वार्ता केबे हेले परिप्रकाश करिबे एते कहू कहू राम ओ की गोला धर्म पिता एवं द्वितीयतः आमको साहाय्य करबा पई जाई निजर प्राण को से उत्सर्ग करिसंती तेणु पुत्र हिसाब रे पितांकर अंत्येष्टि क्रिया समापन करिबार दायित्व पुत्र निकट रे थाए तेणु यथाशीघ्र तुमे तांकर शरीर को दहन करबा पई समस्त व्यवस्था कर एवं ज्येष्ठ पुत्र हिसाब रे मु निजे ही जल जल आटिका बुड़ेई मो पिता धर्म पितांकर अंत्येष्टि क्रिया समापन करिबी आज्ञा प्रमाण रे सुरिता रे समनो कातेरो काइरो समस्त पक्षी समाज को किछि मांस भक्षण करिवार व्यवस्था मध्य कर छोटायुरो जीवन मोटे धन्य दे जाते तो क्रिया को रे रघुराय तुमे तो शुणी पारिल जे स्वर्ण प्रसु लंका कटकर अधीश्वर त्रिपुर विजयी दशानन रावण तुम मां सीता को एठारु बलपूर्वक हरण करि नेछि
ଏବଂ ଧର୍ମ ପିତାଙ୍କୁ ମଧ୍ୟ ଏତେ କଷ୍ଟ ଦେଇଛି, ମୃତ୍ୟୁ ମୁଖର ଯାତ୍ରୀ ସଜେଇଛି। ତେଣୁ ଏ ରାବଣକୁ ପ୍ରାଣରେ ବିନାଶ କରି ସୀତାଙ୍କୁ ଉଦ୍ଧାର କରିବା ପାଇଁ ତୁମେ ଦୃଢ଼ ପରିକର ହୁଅ ଲକ୍ଷ୍ମଣ। ଆଉ ଚାଲ ଏଇଠାରୁ ଆମେ ଅଗ୍ରସର ହେବା, ସୀତାଙ୍କର ଆଉ କିଛି ସନ୍ଧାନ ମଧ୍ୟ ଆମମାନଙ୍କୁ ମିଳିପାରିବ। ଜଟାୟୁର ମୁକୁରାମ